ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରସାୟନ ଏବଂ ସାର ମନ୍ତ୍ରୀ ଜେପି ନଡ୍ଡା ତାଙ୍କର 3 ଦିନିଆ ସାଉଦି ଆରବ ଗସ୍ତ ସଫଳତାର ସହ ଶେଷ କରିଛନ୍ତି। ଏ ସମ୍ପର୍କରେ ଏକ ରିପୋର୍ଟ। ଦେଶରେ ସାର ଯୋଗାଣ ଶୃଙ୍ଖଳାକୁ ତ୍ୱରାନ୍ୱିତ କରିବା ଏବଂ ସ୍ୱାସ୍ଥ୍ୟ ଓ ଔଷଧ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦମାମ ଏବଂ ରିୟାଦକୁ ଗତ ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ମନ୍ତ୍ରୀ ଶ୍ରୀ ନଡ୍ଡାଙ୍କ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ରାସାୟନିକ ଏବଂ ସାର କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ସାଉଦି ଆରବର ଶିଳ୍ପ ଏବଂ ଖଣିଜ ସମ୍ପଦ ମନ୍ତ୍ରୀଙ୍କ ସହ ଶ୍ରୀ ନଡ୍ଡା ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିବା ସହିତ କେତେକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ବିଭିନ୍ନ କ୍ଷେତ୍ରରେ ନିବେଶକୁ ଦୃଷ୍ଟିରେ ରଖି ଶ୍ରୀ ନଡ୍ଡା ପ୍ରତିପକ୍ଷଙ୍କ ସହ ଆଲୋଚନା ବୈଠକ କରିଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ଏବଂ ଔଷଧ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ନୂତନ ମାର୍ଗ ଉନ୍ମୁକ୍ତ ହୋଇଛି। ଶ୍ରୀ ନଡ୍ଡାଙ୍କ ଏହି ଗସ୍ତ ଅବସରରେ ସାଉଦି ଆରବ ସହ ଦୀର୍ଘକାଳୀନ ସାର ଚୁକ୍ତିନାମା ଭାରତର କୃଷି କ୍ଷେତ୍ର ପାଇଁ ଅଧିକ ସହାୟତା ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।